ଭିଜିଲାନ୍ସ ଜାଲରେ ଟାଟା ପାୱାର ଇଞ୍ଜିନିୟର ତୁଷାରକାନ୍ତ ରାୟ ଠିକାଦାରଙ୍କଠୁ 20,000 ଟଙ୍କା ଲାଞ୍ଚ ନେଇ ଜେଲକୁ ଗଲେ। ଏହାଛଡ଼ା ତାଙ୍କ ବେଆଇନ ସମ୍ପତ୍ତିକୁ ବି ଖୋଜିଛି ଭିଜିଲାନ୍ସ। ବିଭିନ୍ନ ସ୍ଥାନରେ ରେଡ୍ କରି ଲକ୍ଷ ଲକ୍ଷ ଟଙ୍କା ନଗଦ ଓ ବିପୁଳ ସୁନାଗହଣା ବ୍ୟାଙ୍କ ଓ ପୋଷ୍ଟ ଅଫିସରେ 1,85,00,000 ଟଙ୍କାର ଜମାକୁ ଠାବ କରିଛି। ସମ୍ପତ୍ତିର ଉତ୍ସକୁ ନେଇ ଖୋଳତାଡ଼ ଜାରି ରହିଛି। ଠିକାଦାରଙ୍କ ପୁରୁଣା ବିଲ୍ ପାସ୍ ନ କରାଇ ଲାଞ୍ଚ ଉଦ୍ଦେଶ୍ୟରେ ଦୌଡ଼ାଉଥିଲେ ତୁଷାରକାନ୍ତ। କଥା ପଡ଼ିଛି ହକ୍ କାମ କରି ଟଙ୍କା ମାଗିଲେ ତା ବଦଳରେ ଟଙ୍କା ମାଗୁଛନ୍ତି ଯନ୍ତ୍ରୀ। ସେପଟେ ବେଆଇନ ବିଜୁଳି ସଂଯୋଗ ବେଆଇନ ବିଦ୍ୟୁତ ଖୁଣ୍ଟ ପୋତିବାକୁ ଅନୁମତି ଦେଇ ଭିଜିଲାନ୍ସ ସ୍କାନର ଏଭଳି ଅନେକ ଯନ୍ତ୍ରୀ ଅଛନ୍ତି। ଟଙ୍କା ଦେଲେ ଏଭଳି ଯନ୍ତ୍ରୀ ଆଖି କାନ ବୁଝି ବିନା ଗ୍ରାଉଣ୍ଡ ଭେରିଫିକେସନରେ ଗ୍ରୀନ୍ ସିଗ୍ନାଲ ଦେଇ ଜବରଦଖଲକାରୀଙ୍କୁ ଶୁଆଉଛନ୍ତି। ବେଶୀ ଦୂର ନୁହେଁ, ଚନ୍ଦକା ଥାନାରୁ ଅନତି ଦୂରରେ ଥିବା ଅଁଳାପାଟଣା ମୌଜାରେ ଏମିତି ଫନ୍ଦର ଚିତ୍ର ସାମ୍ନାକୁ ଆସିଛି। ଇଡ୍କୋ ଜମିକୁ ଜବରଦଖଲ କରି ରାସ୍ତା ନେଇଛନ୍ତି ଜବରଦଖଲକାରୀ। ଚନ୍ଦକା ଥାନା ଅନ୍ତର୍ଗତ ଅଁଳାପାଟଣା ମୌଜାରେ ପାନ ପ୍ରତିଷ୍ଠାନ ସଂସ୍ଥାକୁ ଦେଇଥିବା ଇଡ୍କୋ ଜମି ଉପରେ ଏମିତି ବଳପୂର୍ବକ ରାସ୍ତା କରିଛନ୍ତି ଜବରଦଖଲକାରୀ। ପାନ ପ୍ରତିଷ୍ଠାନକୁ 20 ଏକର ଜମି ଲିଜ୍ ସୂତ୍ରରେ ଦେଇଛି ଇଡ୍କୋ, କିନ୍ତୁ କିଛି ଜବରଦଖଲକାରୀ ଏହି ଜମି ଉପରେ ନିଜ ପ୍ଲଟ୍କୁ ରାସ୍ତା ନେଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ବିଦ୍ୟୁତ ଖୁଣ୍ଟ ବି ପୋତିଛନ୍ତି। କଥା ଉଠୁଛି ଟିପିସିଡିଏଲ୍ ଅଧିକାରୀ ବିନା କାଗଜପତ୍ର ତଦନ୍ତରେ କାହାର ଜମି କାହାର ରାସ୍ତା ଏହାକୁ ନ ଦେଖି କେମିତି ଓ କେଉଁ ଆଧାରରେ ବିଦ୍ୟୁତ ଖୁଣ୍ଟ ଏହି ଜବରଦଖଲ ଜାଗାରେ ନେବାକୁ ଅନୁମତି ଦେଲେ। ଚନ୍ଦକା ଥାନାରେ ଏନେ ଏତଲା ବି ହୋଇଛି। ନକ୍ସା ଅଲଗା କଥା କହୁଛି, ଯେଉଁ ଜାଗାରେ ରାସ୍ତା ଅଛି ଓ ରେଭିନ୍ୟୁ ରେକର୍ଡରେ ଦେଖାଉଛି ତାକୁ ଛାଡ଼ି କିନ୍ତୁ ଗ୍ରାଉଣ୍ଡରେ ଦେଖିଲା ବେଳକୁ ପାନ ପ୍ରତିଷ୍ଠାନ ଜାଗା ଉପରେ ବଳପୂର୍ବକ ରାସ୍ତା ନେଇଛନ୍ତି ଜବରଦଖଲକାରୀ। ଚନ୍ଦକା ପୁଲିସ ବି ଘଟଣାସ୍ଥଳ ଯାଇ ତଦନ୍ତ କରିଛି। ଏତଲା ପରେ ବାସ୍ତବରେ କାହା ଜାଗାରେ ଏହି ରାସ୍ତା ଯାଇଛି, ଇଡ୍କୋ ଜମି ଉପରେ କେମିତି ଜଣେ ଘରୋଇ ବ୍ୟକ୍ତି ରାସ୍ତା ନେଲେ ତାର ଛାନଭିନ ବି କରିଛି ଚନ୍ଦକା ପୁଲିସ। ଏହାର ତଦନ୍ତ ଜାରି ଭିତରେ ରାତାରାତି ପୋଲ ଖୁଣ୍ଟି ପୋତି ଦେଇ ନିଜର ଅସ୍ତିତ୍ୱ ଜାହିର କରିବାକୁ ଅପପ୍ରୟାସ କରିଛନ୍ତି ଜବରଦଖଲକାରୀ। ଏ ହେଉଛି ପାନ ପ୍ରତିଷ୍ଠାନର ଇଡ୍କୋ ସହ ଲିଜ୍ ଡିଡ୍। ଜୁନ୍ 2096 ଯାଏ ଲିଜ୍ରେ 4ଟି ପ୍ଲଟ୍ରେ 20 ଏକର ପନିପରିବା ଜାଗାକୁ ଆଲଟ କରିଛି ଇଡ୍କୋ। ଏହି ପ୍ଲଟ୍ରେ ଏଜୁକେସନାଲ ଓ ଟେକ୍ନିକାଲ ଇନଷ୍ଟିଚ୍ୟୁସନ୍ ଲାଗି ସ୍ଥାନ ନିରୂପିତ ହୋଇଛି। କେଉଁ ପ୍ଲଟ୍ ଲିଜ୍ଧାରୀଙ୍କୁ ଦିଆଯାଇଛି ତାହା ବି ସ୍ପଷ୍ଟ ହୋଇଛି ନକ୍ସାରେ। କିନ୍ତୁ ପ୍ରସ୍ତାବିତ ରେଭିନ୍ୟୁ ରୋଡକୁ ଛାଡ଼ି ଲିଜ୍ଧାରୀଙ୍କ ଇଡ୍କୋ ଜମି ଉପରେ ପ୍ରାୟ 20 ଫୁଟିଆ ରାସ୍ତା ଟାଣି ସାରି ସେଠାରେ ମାଟି ଓ କଂକ୍ରିଟ ପକାଇ ବେଆଇନ ଭାବେ ନିଜ ପ୍ଲଟ୍କୁ ରାସ୍ତା ନେବାକୁ ବସିଲେଣି ଜବରଦଖଲକାରୀ। କଥା ପଡ଼ିଛି କାଗଜପତ୍ର କହୁଛି କ'ଣ ଆଉ ଗ୍ରାଉଣ୍ଡରେ ଚାଲିଛି କ'ଣ। ଟିପିସିଡିଏଲ୍ର ଯନ୍ତ୍ରିକ ଭୂମିକା ବି ସନ୍ଦେହଜନକ। କେଉଁ ବଳରେ ସମ୍ପୃକ୍ତ ରାସ୍ତା ଦେଇ ବିଦ୍ୟୁତ ଖୁଣ୍ଟ ବିଛାଇବା ଓ ପୋତିବାକୁ ଦେଇ ଅନୁମତି ଦେଲା ଟିପିସିଡିଏଲ୍। ଏ ତମାମ କଥାର ତଦନ୍ତ କରି ସତ ପଦାକୁ ଆସିବା ଜରୁରୀ। ତୁଷାରକାନ୍ତଙ୍କ ଭଳି ଟିପିସିଡିଏଲ୍ରେ ଏମିତି କେହି ଲାଞ୍ଚ ଅଫିସର ନାହାନ୍ତି ତ, ଯିଏ ଟଙ୍କା ମୁହଁରେ କିଛି ନ ବୁଝି କିଛି ନ ଦେଖି ଜବରଦଖଲକାରୀଙ୍କ ସହ ହାତ ମିଳାଇଛନ୍ତି। ଏହାକୁ ନେଇ ଏବେ ଚନ୍ଦକା ଓ ବାରଙ୍ଗ ଡିଭିଜନରେ ବେଶ୍ ଚର୍ଚ୍ଚା। ବ୍ୟୁରୋ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍।